ଅକ୍ଟୋବର 5, 1914। ହେ ସର୍ବେଶ୍ୱର, ତୋ ଧ୍ୟାନର ପ୍ରଶାନ୍ତ ନୀରବତା ମଧ୍ୟରେ ପ୍ରକୃତି ନୂତନ ରୂପେ ଗଠିତ ଓ ଦୃଢ଼ୀଭୂତ ହୋଇଛି। ବ୍ୟକ୍ତିଗତ ସକଳ ବିଧାନକୁ ଅତିକ୍ରମ କରି ସେ ବୁଡ଼ି ଯାଇଛି ତୋ ଅନନ୍ତ ମଧ୍ୟରେ, ଯେଉଁଠାରେ ସର୍ବଭୁବନର ଐକ୍ୟ ଉପଲବ୍ଧି କରାହୁଏ, ବିନା ବିଶୃଙ୍ଖଳାରେ, ବିନା ଅବ୍ୟବସ୍ଥାରେ। ଯେଉଁ ବସ୍ତୁ ରହି ଚାଲିଛି, ଯାହା ପ୍ରଗତିଶୀଳ, ଯାହା ଶାଶ୍ୱତ ରୂପେ ଅବସ୍ଥିତ, ସେସବୁର ସୁସଙ୍ଗତ ସମ୍ମିଳନ ନିରନ୍ତର, କ୍ରମସମୃଦ୍ଧ, କ୍ରମ ପ୍ରସାରିତ, କ୍ରମସମୁଚ୍ଚ ସାମ୍ୟାବସ୍ଥାକୁ ଆଶ୍ରୟ କରି ଧୀରେ ଧୀରେ ଗଢ଼ି ଉଠୁଛି। ଜୀବନର ତ୍ରିଧାରାର ଏହି ପରସ୍ପର ଆଦାନ ପ୍ରଦାନ ତୋ ଆବିର୍ଭାବକୁ ପୂର୍ଣ୍ଣ କରି ଗଢ଼ୁଛି। ଦୁଃଖ, କଷ୍ଟ ଓ ଅନିଶ୍ଚିତତା ମଧ୍ୟ ଦେଇ ବହୁ ଲୋକ ଆଜି ତୋତେ ଖୋଜୁଛନ୍ତି। ଏହା ହିଁ କର। ମୁଁ ଯେପରି ସେମାନଙ୍କ ପାଖରେ ତୋର ପ୍ରତିଭୂ ହୋଇ ଉଠେ, ତୋର ଆଲୋକ ଯେପରି ସେମାନଙ୍କୁ ଆଲୋକିତ କରେ, ତୋର ଶାନ୍ତି ସେମାନଙ୍କୁ ସାନ୍ତ୍ୱନା ଦିଏ। ବର୍ତ୍ତମାନ ମୋ ସତ୍ତା ତୋ କର୍ମର ଗୋଟିଏ ଅବଲମ୍ବନ, ତୋ ଚେତନାର ଗୋଟିଏ କେନ୍ଦ୍ର। ଆଜି ସେହି ସୀମାବନ୍ଧନ ଓ ବାଧା ସବୁ ଗଲା କୁଆଡ଼େ? ତୋ ରାଜ୍ୟର ତୁ ହିଁ ଏକଛତ୍ର ରାଜା।